I am you. I am always with you. I shall never fail you in prosperity or in adversity. Even when you sink, I am with you. I sink with you. I do not stand on the shore and merely look at you from a distance. I sink with you. I am in you, for I am you. ପରମା ଭାଗବତ ଜନନୀ ଶ୍ରୀମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଚରଣ କମଳରେ ଅନନ୍ତ କୋଟି ପ୍ରଣାମ ଜଣାଇ ଆମେ ଆରମ୍ଭ କରିବାକୁ ଯାଉଛେ ଆଜିର ଅନଲାଇନ୍ ଶ୍ରୀ ଅରବିନ୍ଦ ଆସ୍ପିରେସନ୍ ପାଠଚକ୍ରର କାର୍ଯ୍ୟକ୍ରମ। ଆଜିର ଅନଲାଇନ୍ ଶ୍ରୀ ଅରବିନ୍ଦ ଆସ୍ପିରେସନ୍ ପାଠଚକ୍ରରେ ଉପସ୍ଥିତ ଥିବା ସମସ୍ତ ଭାଇ ବାପାମାନଙ୍କୁ ବନ୍ଦେ ମାତରମ୍ ଆଉ ପ୍ରଣାମ। କାର୍ଯ୍ୟକ୍ରମ ଆରମ୍ଭରେ ଚାଲନ୍ତୁ ଆମେ ନିରବରେ ଧ୍ୟାନସ୍ଥ ହେବା ମଦର୍ସ ମେଡିଟେସନ୍ ମ୍ୟୁଜିକ୍ ସହିତ। ସାଇଲେନ୍ସ। आमे एतबेले जाए नीरवरे ध्यानस्थ थिले मदर्स मेडिटेशन म्यूजिक सहित हृदय प्रार्थना टी मां का चरण कमल रे निवेदन कले समस्त दुख कष्ट क्षणिक भितर उभे जाए, खाली केवल मां का शक्ति ही घेरी जाए, केवल व्याकुल उठे मां का शक्ति ता संतान को केवल उद्धार करने विपद तेणु आम चलतु ये स्थिति आम मां को निवेदन करवा गोटे प्रार्थना माध्यम प्रभु मां का चरण अरविंदरे गोटे भक्ति नैवेद्य अर्पण करवा। आदिपल्ली आस्कारु पांडव भाई द्वारा पांडव भाई को आम अनुरोध करुचु भाई गोटे प्रार्थना प्रभु मां को चरण कमल रे निवेदन करंतु भाई। मां बोली थोरे डाकी देला जिए रे, मां बोली थोरे डाकी देला जिए रे, मो परा तारो हेई जाइछि सिए, मां बोली परा मते डाकिछि सिए, मां बोली परा मते डाकिछि, मां बोली थरे डाकी देला जिए रे, मां बोली थरे डाकी देला जिए रे, मो परा तार हेई जाइछि सिए, मां बोली परा मते डाकिछि सिए, मां बोली परा मते डाकिछि, शयने सपने अबा जागरणे ताकू, शयने सपने अबा जागरणे ताकू, छाई परी मु जगी रहिछि सिए, मां बोली परा मते डाकिछि सिए, मां बोली परा मते डाकिछि, मां बोली थरे डाकी देला जिए रे, मां बोली थरे डाकी देला जिए रे, मो परा तार हेई जाइछि सिए, मां बोली परा मते डाकिछि सिए, मां बोली परा मते डाकिछि, मो दिव्य आलोक मो दिव्य परस
ତା ଲାଗି ହେବନି କେବେ ଅବଶେଷ। ମୋ ଦିବ୍ୟ ଆଲୋକ ମୋ ଦିବ୍ୟ ପରଶ, ତା ଲାଗି ହେବନି କେବେ ଅବଶେଷ। ମୋ ପୂର୍ଣ୍ଣ ଆଶିଷ ସଦା ତାର ପାଶ, ତା ଲାଗି ଝରାଏ ମୁଁ ସକଳ ପିୟୁଷ। ମୋ ପୂର୍ଣ୍ଣ ଆଶିଷ ସଦା ତାର ପାଶ, ତା ଲାଗି ଝରାଏ ମୁଁ ସକଳ ପିୟୁଷ। ସିଏ ମୋ ହୃଦୟର ଶୀତଳ ଚନ୍ଦନ, ସିଏ ମୋ ହୃଦୟର ଶୀତଳ ଚନ୍ଦନ। ତାକୁ କି ମୁରୁଛି ମୁଁ ରହୁଛି, ସିଏ ମା ବୋଲି ପରା ମତେ ଡାକିଛି। ସିଏ ମା ବୋଲି ପରା ମତେ ଡାକିଛି। ମା ବୋଲି ଥରେ ଡାକିଦେଲା ଯିଏରେ, ମା ବୋଲି ଥରେ ଡାକିଦେଲା ଯିଏରେ। ମୁଁ ପରା ତାର ହେଇ ଯାଇଛି, ସିଏ ମା ବୋଲି ପରା ମତେ ଡାକିଛି। ସିଏ ମା ବୋଲି ପରା ମତେ ଡାକିଛି। ଯହିଁ ତା ଉତ୍ପତ୍ତି ତହିଁ ମୋର ସ୍ଥିତି, ଯହିଁ ତା ବିଲୟ ସବୁ ମୋ ନିଷ୍ପତ୍ତି। ଯହିଁ ତା ଉତ୍ପତ୍ତି ତହିଁ ମୋର ସ୍ଥିତି, ନା ଯହିଁ ତା ବିଲୟ ସବୁ ମୋ ନିଷ୍ପତ୍ତି। ତା ସୂକ୍ଷ୍ମ ବୈତିକ ଅବା ଅଲୌକିକ ସବୁରି ମୂଳରେ ମୋହରି ନିର୍ଣ୍ଣୟ। ତା ସୂକ୍ଷ୍ମ ବୈତିକ ଅବା ଅଲୌକିକ ସବୁରି ମୂଳରେ ମୋହରି ନିର୍ଣ୍ଣୟ। ସିଏ ମୋ ଗଣ୍ଠିର ରଙ୍କୁଣୀ ରତନ, ସିଏ ମୋ ଗଣ୍ଠିର ରଙ୍କୁଣୀ ରତନ। ତା ସର୍ବକୁଶଳ ମୁଁ ଚାହିଁଛି, ସିଏ ମା ବୋଲି ପରା ମତେ ଡାକିଛି। ସିଏ ମା ବୋଲି ପରା ମତେ ଡାକିଛି। ମା ବୋଲି ଥରେ ଡାକିଦେଲା ଯିଏରେ, ମା ବୋଲି ଥରେ ଡାକିଦେଲା ଯିଏରେ। ମୁଁ ପରା ତାର ହେଇ ଯାଇଛି, ସିଏ ମା ବୋଲି ପରା ମତେ ଡାକିଛି। ସିଏ ମା ବୋଲି ପରା ମତେ ଡାକିଛି। ଶୟନେ ସପନେ ଅବା ଜାଗରଣେ ତାକୁ, ଶୟନେ ସପନେ ଅବା ଜାଗରଣେ ତାକୁ, ଛାଇ ପରି ମୁଁ ଜଗି ରହିଛି। ସିଏ ମା ବୋଲି ପରା ମତେ ଡାକିଛି। ସିଏ ମା ବୋଲି ପରା ମତେ ଡାକିଛି। ମା ବୋଲି ଥରେ ଡାକିଦେଲା ଯିଏରେ, ମା ବୋଲି ଥରେ ଡାକିଦେଲା ଯିଏରେ। ମୁଁ ପରା ତାର ହେଇ ଯାଇଛି, ସିଏ ମା ବୋଲି ପରା ମତେ ଡାକିଛି। ସିଏ ମା ବୋଲି ପରା ମତେ ଡାକିଛି। ସିଏ
ମା ବୋଲି ପରା ମତେ ଡାକିଛି। ଧନ୍ୟବାଦ ଭାଇ, ଆପଣ ସୁନ୍ଦର ଭାବରେ ମାଙ୍କର ଏଇ ଯୋଉ ବନ୍ଦନାଟିକୁ ହୃଦୟକୁ ନେଲେ ଏବଂ ମାଙ୍କର ଏଇ ଯୋଉ ରହିଛି ଯେ ଥରେ ମତେ ଯିଏ ମା ବୋଲି ଡାକିଛି ମୋର ଗୋଟେ ସୁବର୍ଣ୍ଣର ଶିକୁଳି ଗୋଟେ ତା ପାଇଁ ଲାଗି ଯାଇଛି ଏବଂ ମୁଁ ଏମିତି ସେମିତି ମା ନୁହେଁ ଯିଏକି ତୁ ଯେତେବେଳେ ବୁଡି ଯାଉଛୁ ମୁଁ କୂଳରେ ରହିଥିବି ଦେଖୁଥିବି ତତେ, ତୁ ଯେତେବେଳେ ବୁଡିବୁ ମୁଁ ତୋ ସହିତ ମଧ୍ୟ ବୁଡିବି ଏବଂ ତୁ ତତେ ଧରିକିରି ମୁଁ ଉଠିବି। ଏ ହଉଛି ସେଇ ମା। ଏ ଏ ଏ ଏଣେ ତେଣେ ମା ନୁହନ୍ତି। ତେଣୁ ଥରେ ଯିଏ ମାଙ୍କୁ ମା ବୋଲି ଡାକି ଦେଇଛି ମା ତାର ସମସ୍ତ ଦାୟିତ୍ୱ ନେଇଛନ୍ତି। ଖାଲି କହିଲେ ମା କହିଲେ ତା ଦାୟିତ୍ୱ ନେଇନି, ତା ଉପରେ ନିର୍ଭର କରୁଥିବା ଯେତେ ସମସ୍ତେ ତାଙ୍କର ବି ଦାୟିତ୍ୱ ନେଇଛି। ଖାଲି ସେ ଖାଲି ଟିକେ ତା ବିଷୟରେ ଟିକେ ଖାଲି ନିବେଦନ କରିବ, ମତେ ଟିକେ ପ୍ରାର୍ଥନା କରିଦବ, ସେତିକି। ଅଲ୍ ପ୍ରେୟର ସିନସିୟର ପ୍ରେୟର୍ସ ଆର୍ ଗ୍ରାଣ୍ଟେଡ, ଏ କଥା ଆମେ ଜାଣିଛେ। ଆଜି ସେଇଭଳି ହେଲା ଯେ ମା ଆମ ସମସ୍ତଙ୍କର ଦାୟିତ୍ୱ ନେଇଛନ୍ତି, ଆମ ସମସ୍ତଙ୍କୁ ଉଦ୍ଧାର କରୁଛନ୍ତି। ଶୟନେ ସପନେ ଜାଗରଣେ ସେ ଆମକୁ ଛାଇ ପରି ଜଗି ରହିଛନ୍ତି। କେବଳ ଆମେ ତାଙ୍କୁ ମା ବୋଲି ଥରେ ଡାକିଦେବା। ଡାକିଛେ ତ, ଡାକୁଛେ ବି ମଧ୍ୟ, ମା ବି ରହିଛନ୍ତି। ଧନ୍ୟବାଦ ଭାଇ, ଏତେ ସୁନ୍ଦର ଦରଦୀ ଭରା କଣ୍ଠରେ ତାକୁ ଆପଣ ମାଙ୍କ ଚରଣ କମଳରେ ଉପସ୍ଥାପନା କରିଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ମା। ବର୍ତ୍ତମାନ ସମୟ ହେଇଛି ସେଇ ମାଙ୍କ କଥା, ମନ୍ତ୍ରମୟୀ ସାବିତ୍ରୀ ଆମେ ଆଲୋଚନା କରୁଛେ। ଆଜି ମନ୍ତ୍ରମୟୀ ସାବିତ୍ରୀର ଦ୍ୱିତୀୟ ଦିବସ। ଆମର ଯୋଉ କେଣ୍ଟ ଆରମ୍ଭ ହେଇଛି କଣ୍ଟିନ୍ୟୁ କେଣ୍ଟ ରହିଛି, କେଣ୍ଟ 1 ବୁକ୍ 2 ବୁକ୍ 2 ଦି ବୁକ୍ ଅଫ୍ ଦି ଟ୍ରାଭେଲ୍ସ ଅଫ୍ ଦି ୱାର୍ଲ୍ଡ, କେଣ୍ଟ 1 ଦି ୱାର୍ଲ୍ଡ ଷ୍ଟେଟ୍। ତାର ଆମେ ଗତକାଲି ଆମେ ତାକୁ 72 ଲାଇନ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ଭାଇ ଆମର ଆଲୋଚନା କରୁଛନ୍ତି ଡକ୍ଟର ସରୋଜ କାନ୍ତ ମିଶ୍ର ଭାଇ, ଏହାକୁ ଧାରାବାହିକ ଭାବରେ ମନ୍ତ୍ରମୟୀ ସାବିତ୍ରୀକୁ ଆଲୋଚନା କରୁଛନ୍ତି। ଭାଇଙ୍କୁ ଆମେ ଅନୁରୋଧ କରିବା ଭାଇ 73 ଲାଇନ ଅନୱାର୍ଡସ ଦି ୱାର୍ଲ୍ଡ ଷ୍ଟେଟ୍ ଆଲୋଚନାକୁ ଆଗେଇ ନିଅନ୍ତୁ, ସ୍ୱାଧୀନ ଆଲୋଚନାକୁ ଆଗେଇ ନିଅନ୍ତୁ ଭାଇ। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ, ଉପସ୍ଥିତ ସମସ୍ତ ଭାଇ ଆପଣ ମାନଙ୍କୁ ଅନେକ ଅନେକ ନମସ୍କାର, ପ୍ରଣାମ, शुभेच्छा, शुभ संध्या, अभिनंदन, स्वागत एवं वंदे मातरम। जो ବାକ୍ୟ ସଂଖ୍ୟା ଆମେ ଗତକାଲିର ଆଲୋଚନା ସାଙ୍ଗ କରିଥିଲେ, ସବୁଦିନ ଭଳି ସେଇ ତାର ଏକ ପୁନରାବୃତ୍ତି ଆମେ କରିବା। All thought can know or widest sight perceive, and all that thought and sight can never know. All things occult and rare, remote and strange, were near to heart's contact, felt by spirit sense. All thought can know or widest sight perceive. चिंता जहा जानी पारे, समस्त चिंता जहा जानी पारे, और वाइडेस्ट साइट परसीव, विशालतम दृष्टि जहा ग्रहण करि पारे। पुणी ऑल दैट थॉट एंड साइट कैन नेवर नो, एवं सही चिंता एवं दृष्टि जहा ग्रहण करि पारे नाही मध्य, से सबु जिनिस होची से ऑल थिंग्स एवं समस्त जिनिस जहा प्रचन्न, जहा विरल, जहा बहुत दूर रे अछि एवं जहा सब अद्भुत, से सबु वेयर नियर टू हार्ट्स कंटैक्ट, हृदयर संपर्क से आसिले, फेल्ट बाय स्पिरिट सेंस। स्पिरिट सेंस जो सेंस द्वारा जमती आम इंद्रिय सब रही, बहुत ज्ञानेन्द्रिय अच्छा एवं ज्ञानेन्द्रिय माध्यम आम किसी ज्ञान आहरण करुचु, जहाँ किसी स्मेल, टेस्ट, सी, टच, हियर एटसेट्रा जहाँ थ्रू आम ज्ञान आहरण कर स्पिरिट सेंस गोटे चिन्मय इंद्रिय कहवा, से चिन्मय इंद्रिय जहाँ को अनुभव करे, से सबु जिनिस हृदय संपर्कित हो गला अस्मृति, जहाँ एपर्यंत चिंता जानीपारे एवं जहाँ विशालतम दृष्टि ग्रहण करें, पुणी जहाँ चिंता बा दृष्टि बिल्कुल जानी पारंतिनी बा ग्रहण करि पारंती नाही, एवं जहाँ सब जिनस प्रच्छन्न भाव रही, गुप्त भाव रही, विरल होकर अच्छी, बहुत दूर रे अच्छी एवं अद्भुत भाव अच्छी, से सबू हृदय स्पर्श निकट को, हृदय स्पर्श पाखक चली आसला, हृदय कंटाक्ट, हृदय संजोगर परिसर भीतर को पड़ी आसला एवं चिन्मय इंद्रिय सब अनुभव कले।
এই যে আমি খালি আলোচনা করছিলাম asking for entry at his nature's gates they crowded the widened spaces of his mind, his self-discoveries flaming witnesses offering their marvel and their multitude, asking for entry at his nature's gates। এই ସବୁ ଜିନିଷ ଏପର୍ଯ୍ୟନ୍ତ ଚିନ୍ତା ବା ଦୃଷ୍ଟି ଯାହାକୁ ଜାଣିପାରିନି ବା ଯାହା ଜାଣିଛି ଏବଂ ଯେକୌଣସି ଜିନିଷ ଯାହା ସବୁ ଜିନିଷ ଦୂରରେ ଅଛି, ପ୍ରଚ୍ଛନ୍ନ ହେଇକିରି ଅଛି, ଗୁପ୍ତରେ ଅଛି, ବିରଳ ହେଇକିରି ଅଛି, ଆମର ଅଲଭ୍ୟ ହେଇକିରି ଅଛି ଏବଂ ଯାହା ଇନ୍ଦ୍ରିୟ ଚିନ୍ମୟ ଇନ୍ଦ୍ରିୟ ଗ୍ରହଣ କରିପାରେ, ଅନୁଭବ କରିପାରେ, ଉପଲବ୍ଧି ଜାଣିପାରେ, ଇଏ ସମସ୍ତ ଜିନିଷ ସେମାନେ ଏଣ୍ଟ୍ରି ପାଇଁ ପ୍ରବେଶ ପାଇଁ ଅନୁମତି ଚାହୁଁଛନ୍ତି। ଆସ୍କିଂ ଫର ଏଣ୍ଟ୍ରି ଆଟ୍ ହିଜ୍ ନେଚର୍ସ ଗେଟ୍ସ। ତାଙ୍କର ପ୍ରକୃତିର ଦ୍ୱାରରେ ଛିଡା ହେଇକିରି ସେମାନେ ପ୍ରବେଶର ଅନୁମତି ଚାହୁଁଛନ୍ତି। ଏଇ ଯେ ପ୍ରତ୍ୟେକଟି ଜିନିଷ ଏଇସବୁ ଜିନିଷ ତାଙ୍କର କେବେ ସବୁ ଅନନୁଭୂତ ଜିନିଷ, ଏପର୍ଯ୍ୟନ୍ତ ତାଙ୍କ ଅନୁଭୂତିରେ ଆସି ନାହିଁ। ଇଏ ସମସ୍ତ ଜିନିଷ ତାଙ୍କ ଦ୍ୱାରରେ ଠିଆ ହେଇଛନ୍ତି। ଗେଟ୍ସ ଗେଟ୍ସ କହୁଛନ୍ତି ଶ୍ରୀ ଅରବିନ୍ଦ, ଗେଟ୍ ବୋଲି କହୁନାହାନ୍ତି। ତାଙ୍କ ପ୍ରକୃତିର ଦ୍ୱାର ମାନଙ୍କର ସେ ସବୁ ଠିଆ ହେଇଛନ୍ତି ଏବଂ ତାଙ୍କର ଅନୁମତି ଲୋଡୁଛନ୍ତି ଭିତରେ ପ୍ରବେଶ କରିବା ପାଇଁ। ମାଣ୍ଡୁକ୍ୟ ଉପନିଷଦରେ ଗୋଟେ 19ଟି ମୁଖର କଥା କୁହାଯାଇଛି। ଆତ୍ମାର ଯେତେବେଳେ ସ୍ୱରୂପ ବର୍ଣ୍ଣନା କରାଯାଉଛି, ଆତ୍ମାର 4ଟି ପାଦ ଅଛି ବୋଲି ମାଣ୍ଡୁକ୍ୟ ଉପନିଷଦରେ କୁହାଯାଇଛି। ସର୍ବଂ ह्येतद् ବ୍ରହ୍ମାୟମ୍ ଆତ୍ମା ବ୍ରହ୍ମ ସ୍ୱୟଂ ଆତ୍ମା ଚତୁଷ୍ପତ୍। ସବୁ ଏଠି ବ୍ରହ୍ମ, ସବୁ ଏଠି ଆତ୍ମା ଏବଂ ସେ ଆତ୍ମାଙ୍କର ଚତୁଷ୍ପତ୍ 4ଟି ପାଦ ରହିଛି। ମୁଁ ସେ ଭିତରକୁ ଯାଉନି, କେବଳ ପ୍ରଥମ ପାଦଟାରେ ସେ କହୁଛନ୍ତି ଯେ ଜାଗରିତ ସ୍ଥାନ ବହିଷ୍ପ୍ରାଜ୍ଞ ସପ୍ତାଙ୍ଗ 19 ମୁଖ ସ୍ଥୂଳ ଭୂମ ବୈଶ୍ୱାନର ପ୍ରଥମ ପାଦ। ପ୍ରଥମ ପାଦ ହଉଛି ବୈଶ୍ୱାନର। ବୈଶ୍ୱାନର ହଉଛି ଅଗ୍ନିଙ୍କର ଅନ୍ୟ ନାମ ଏବଂ 19 ମୁଖ 19 20ରୁ ଗୋଟିଏ କମ୍ 19ଟା ମୁଖର କଥା କହୁଛନ୍ତି ଏବଂ ତା ଭିତରେ ମନ ଚିତ୍ତ ଅହଙ୍କାର ବୁଦ୍ଧି ଏବଂ ବାୟୁ ଯାକ ସବୁ ଅଛି, ପ୍ରାଣ ଅମାନ ସମାନ ଉଦାନ ବ୍ୟାନ, ତାପରେ ଯେତକ ସବୁ ଆକ୍ସନ୍ସ ରହିଛି, ଏଲିମିନେସନ, ସ୍ପିକିଂ, ପ୍ରୋକ୍ରିଏସନ, ମୁଭିଂ, ଗ୍ରାସ୍ପିଂ, ଏସବୁ ଅଛି ଏବଂ ତା ବାଦେ ଜ୍ଞାନେନ୍ଦ୍ରିୟ ସବୁ ଯାକ ଅଛି, ସ୍ମେଲ, ଟେଷ୍ଟ, ସି, ଟଚ୍, ହିୟର ଇତ୍ୟାଦି। ଏସବୁ ହେଇକି 19ଟା ମୁଖ କଥା କହୁଛନ୍ତି। ତାହେଲେ ଏଇ ଯୋଉ 19ଟି ମୁଖର କଥା ମାଣ୍ଡୁକ୍ୟ ଉପନିଷଦରେ କୁହାଯାଉଛି, ଗୋଟେ ଆତ୍ମାଙ୍କର ଏଇ ସବୁ ମୁଖ ସବୁ ରହିଛି। ଅଶ୍ୱପତି ବର୍ତ୍ତମାନ ଆତ୍ମାର ଯୋଉ ଜ୍ଞାନରେ, ଆତ୍ମଜ୍ଞାନରେ ସେ ସମୃଦ୍ଧ ହେଇଛନ୍ତି, ଆତ୍ମଜ୍ଞାନରେ ସେ ବଳଶାଳୀ ହେଇଛନ୍ତି। ତେଣୁ ତାଙ୍କର ପ୍ରକୃତିର ଦ୍ୱାର ପାଖରେ ରହିକିରି ଏ ସମସ୍ତ ଜିନିଷ ତାଙ୍କ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଚାହୁଁଛନ୍ତି ଯେ ଆମେ ଯିବୁ ତମ ଭିତରକୁ। ଯେମିତି ଶ୍ରୀ ଅରବିନ୍ଦ କହୁଥିଲେ, ନିର୍ବାଣ ପାଖରେ ମୁଁ ଯାଇନି, ବାର ନିର୍ବାଣ ମୋ ପାଖକୁ ଆସିଛି। ମେ ଆଇ କମ୍ ଇନ୍ ସାର୍, ମୋ ଦୁଆରେ ଠିଆ ହେଇକିରି ମତେ ନିର୍ବାଣ ପଚାରିଛି, ମେ ଆଇ କମ୍ ଇନ୍ ସାର୍। ୱଣ୍ଡରଫୁଲ। ଯେମିତି ନିର୍ବାଣ ଭଳିଆ ଜିନିଷ ସେ ତାକୁ ଆଟେଣ୍ଡ କରିବା ପାଇଁ ବା ଆଚିଭ କରିବା ପାଇଁ ପ୍ରୟାସ କରିନାହାନ୍ତି, ଆପେ ଆପେ ନିର୍ବାଣ ତାଙ୍କ ଭିତରକୁ ଆସିଛି ଏବଂ ସତେ ଯେମିତି ଦ୍ୱାର ପାଖରେ ରହିକି ପ୍ରଶ୍ନ କରିଛି, ପଚାରିଛି, ଅନୁମତି ଲୋଡିଛି, ମୁଁ ଭିତରକୁ ଯିବି କି? ସେଇଭଳି ଏସବୁ ଜିନିଷ ଯାହା ଆମର ଚିନ୍ତା ଜାଣିପାରିନି, ଜାଣିପାରିଛି ବା ଜାଣିପାରିବ, ବା ଆମର ବିଶାଳ ଦୃଷ୍ଟି, ବିଶାଳତମ ଦୃଷ୍ଟି ଯାହା ଦେଖିପାରିବ, ବା ଏଇ ଚିନ୍ତା ବା ଦୃଷ୍ଟି ଯାହା ଜାଣିପାରିବ ନାହିଁ ଏବଂ ଯାହା କିଛି ପ୍ରଚ୍ଛନ୍ନ ଅଛି, ଯାହା କିଛି ଦୂରରେ ଅଛି, ଯାହା କିଛି ଗୁପ୍ତ ହେଇକିରି ଅଛି, ଯାହା କିଛି ବିରଳ ହେଇକିରି ଅଛି, ଏ ସବୁ ଜିନିଷ ଏବଂ ଯାହା କିଛି ଅଦ୍ଭୁତ ହେଇକିରି ଅଛି, ଏ ସବୁ ଜିନିଷ ତାଙ୍କ ପାଖରେ ବା ତାଙ୍କ ଦ୍ୱାର ମାନଙ୍କର ପାଖରେ ଠିଆ ହେଇକିରି ଅନୁମତି ଲୋଡ଼ିଲେ ଯେ ଆମେ ଭିତରକୁ ଯିବୁ କି? So asking for entry at his nature's gates, they crowded the widened spaces of his mind। ଏବଂ ତାଙ୍କର ମନର ଯୋଉ ବିଶାଳ ଆୟତ ପ୍ରସାର ଭିତରେ ସମସ୍ତେ ସତେମିତି ଭିଡ କରିଛନ୍ତି। they crowded the widened spaces of his mind। ତାଙ୍କ ମନର ଯୋଉ widened spaces ଅଛି, ବିଶାଳ ପ୍ରସାର ସବୁ ରହିଛି, ସେଠି ସବୁ ଭିଡ ଜମେଇଛନ୍ତି। ଯେମିତି ସିନେମା ହଲରେ ଭିଡ ହୁଏ ବା ଅନ୍ୟ କୋଉଠି ସବୁ ସେମିତି କୋଉଠି ଯାତ୍ରା ହଉଛି ସେଠି ଭିଡ ହୁଏ, ଅନେକ ଦର୍ଶକଙ୍କର ଭିଡ, ଟିକେଟ ପାଇଁ ପାଟିତୁଣ୍ଡ, ସେମିତି ଏଇ ସମସ୍ତ ଜିନିଷ ଏବଂ ଏସବୁ ବିରଳ ଜିନିଷ ସାଧାରଣ ମଣିଷ ପକ୍ଷରେ ଏସବୁ ଅଲଭ୍ୟ, ସାଧାରଣ ମଣିଷ ପାଇଁ ଏସବୁ ଅନନୁଭୂତ। ତଥାପି ଅଶ୍ୱପତିଙ୍କ ପାଖରେ ତାଙ୍କର ୱାଇଡେଣ୍ଡ ସ୍ପିୟର ଅଫ ମାଇଣ୍ଡ, ମନର ସେ ବିପୁଳ ବୃହତ୍ତର ପ୍ରସାରିତ ସେ କ୍ଷେତ୍ର ଭିତରେ ସେମାନେ ସବୁ ଭିଡ କରିଛନ୍ତି।
the crowded, the widened spaces of his mind. His self-discovery is flaming weaknesses. ତାଙ୍କର ଯୋଉ ଆତ୍ମ ଆବିଷ୍କାରର ଏମାନେ ହଉଛନ୍ତି ପ୍ରଜ୍ୱଳନ୍ତ ସାକ୍ଷୀ, କାରଣ ସିଏ ବର୍ତ୍ତମାନ ଆତ୍ମ ଆବିଷ୍କାର ତ କରିସାରିଛନ୍ତି। ଆମେ ବୁକ୍ 1 କ୍ୟାଣ୍ଟୋ 3 ଠୁ ଆରମ୍ଭ କରି ବୁକ୍ 1 କ୍ୟାଣ୍ଟୋ 5 ପର୍ଯ୍ୟନ୍ତ ଆମେ ଜାଣିଛେ ତାଙ୍କର ଆତ୍ମାର କେମିତି ରିଲିଜ ହେଲା ଏବଂ ପରବର୍ତ୍ତୀ କାଳରେ ସେ ଆତ୍ମା କେମିତି ଫ୍ରିଡମ ପାଇଲା ଏବଂ ତାର ମହାନତା କେମିତି ପ୍ରତିଷ୍ଠିତ ହେଲା, ସାବ୍ୟସ୍ତ ହେଲା। ତେଣୁ ତାଙ୍କର ଯୋଉ ଆତ୍ମ ଆବିଷ୍କାରର ଏମାନେ ହଉଛନ୍ତି ସାକ୍ଷୀ, ଫ୍ଲେମିଂ ୱିଟନେସେସ୍, ଫ୍ଲେମିଂ ପ୍ରଜ୍ୱଳନ୍ତ ଜଳୁଥିବା ଏମାନେ ସବୁ ସାକ୍ଷୀ। ଏମାନେ ସବୁ ଦେଖିଛନ୍ତି କୋଉ ପ୍ରୟାସ ଫଳରେ, କୋଉ ସାଧନା ବଳରେ ଅଶ୍ୱପତି ଏତେ ଚେତନାର ଏଭଳି ଏକ ଶିଖରକୁ ଆରୋହଣ କରିଯାଇଛନ୍ତି। So they are his self-discovery is flaming witnesses, offering their marvel and their multitude. ବର୍ତ୍ତମାନ ସେ ସେଠି ଠିଆ ହେଇକି କଣ କରୁଛନ୍ତି ନା ସେମାନଙ୍କର ଯୋଉ ମାର୍ଭଲ, ବିସ୍ମୟ ଏବଂ ମଲ୍ଟିଚ୍ୟୁଡ ଏକାଠି ଯୋଉ ତାଙ୍କର ସଂହତି ରହିଛି, ସେ ସଂହତି କି ସେ ଅଫର କରୁଛନ୍ତି ଅଶ୍ୱପତିଙ୍କୁ ନୈବେଦ୍ୟ ଭଳି ଅର୍ପଣ କରୁଛନ୍ତି। ତାଙ୍କର ମଲ୍ଟିଚ୍ୟୁଡ ଏବଂ ତାଙ୍କର ମାର୍ଭଲ, କାରଣ ଏଇ ସବୁ ଜିନିଷ ଯୋଉଗୁଡାକ ମଣିଷର ଏପର୍ଯ୍ୟନ୍ତ ଅନନୁଭୂତ ଅଲଭ୍ୟ ହେଇକିରି ଅଛି, ଏସବୁ ଜିନିଷ କିଛି ଛୋଟିଆ ଜିନିଷ ନୁହନ୍ତି। ଏମାନେ ଅଶ୍ୱପତିଙ୍କ ଭିତରକୁ ଆସିବାକୁ ଚାହୁଁଛନ୍ତି, ତାଙ୍କର ଅନୁମତି ଲୋଡୁଛନ୍ତି ତାଙ୍କ ଗେଟ୍ସ ମାନଙ୍କ ଦ୍ୱାର ପାଖରେ ଠିଆ ହେଇକିରି, ଏବଂ ସେମାନେ ତାଙ୍କର ମନର ବିପୁଳ ପ୍ରସାରତା ଭିତରେ ସେମାନେ ଗୋଟେ ଭିଡ ଜମେଇଛନ୍ତି। ପୁଣି ଏମାନେ ହଉଛନ୍ତି ତାଙ୍କର ଆତ୍ମ ଆବିଷ୍କାରର ଜ୍ୱଳନ୍ତ ସାକ୍ଷୀ ବୃନ୍ଦ ସେମାନେ, ଏବଂ ସେମାନେ ବର୍ତ୍ତମାନ ତାଙ୍କର ବିସ୍ମୟ ଏବଂ ତାଙ୍କର ଯାହା କିଛି ମଲ୍ଟିଚ୍ୟୁଡ ଏକାଠି ହେଇକିରି ଯୋଉ ତାଙ୍କର ସଂହତ ହେଇକି ସେମାନେ ଅଛନ୍ତି, ତାକୁ ସବୁ ନୈବେଦ୍ୟ ଭଳି ଅଶ୍ୱପତିଙ୍କୁ ଅର୍ପଣ କରୁଛନ୍ତି। So asking for entry at his nature's gates, the crowded, the widened spaces of his mind, his self-discoveries, flaming witnesses, offering their marvel and their multitude. These now became new portions of himself, the figures of his spirit's greater fire, the moving scenery of his large time work, or the embroidered tissue of his sense. These took the place of intimate human things and moved as close companions of his thoughts, or were his soul's natural environment. these now became new portions of himself. ବର୍ତ୍ତମାନ ତାଙ୍କର ଏମାନେ ସବୁ ନୂଆ ନୂଆ ଅଙ୍ଗ ସବୁ ହେଇଗଲେ, ନୂଆ ନୂଆ ଅଂଶ ସବୁ ବନିଗଲେ। ଏଇ ଜିନିଷ ଗୁଡିକ ତାଙ୍କର ନିଜସ୍ୱ ହେଇଗଲେ, ଏକାନ୍ତ ନିଜର ସବୁ ହେଇଗଲେ, ଏବଂ ତାଙ୍କର ସତ୍ତାର ବିଭିନ୍ନ ଅଂଶ ଭାବରେ ସେମାନେ ପରିଗଣିତ ହେଲେ। These now became new portions of himself. ତାଙ୍କ ନିଜର ନୂଆ ନୂଆ ଅଙ୍ଗ ସବୁ ହେଇ ଉଠିଲେ ଏମାନେ। The figures of his spirit's greater fire. ତାଙ୍କର ଯୋଉ ଅନ୍ତଶ୍ଚେତନାର ଏକ ବୃହତ୍ତର ଜୀବନର ଏମାନେ ହଉଛନ୍ତି greater life, I am very sorry. The figures of his spirit's greater life. ତାଙ୍କର ଅନ୍ତଶ୍ଚେତନାର ବୃହତ୍ତର ଜୀବନର ବିଗ୍ରହ ସବୁ ବନିଗଲେ। Greater life, the figure କହିଲେ ଆମେ ଯଦି ବିଗ୍ରହ ବୁଝିବା, the figures of his spirit's greater life, ତାଙ୍କର ଅନ୍ତଶ୍ଚେତନାର ବୃହତ୍ତର ଜୀବନର ଏମାନେ ସବୁ ବିଗ୍ରହ ବନିଗଲେ। କାରଣ ତାଙ୍କର ଅନ୍ତଶ୍ଚେତନା ଆଉ ନିମ୍ନଗାମୀ ହେଇକିରି ନାହିଁ, ସେ ଏକ ଉର୍ଦ୍ଧ୍ୱତର ସ୍ତରକୁ ଉଠି ଯାଇଛି, ଏବଂ ତାଙ୍କର ସେଇ ସ୍ପିରିଟର ଯୋଉ ଗ୍ରେଟର ଲାଇଫ ଏକ ବୃହତ୍ତର ଜୀବନ ରହିଛି, ତାର ଏମାନେ ସବୁ ବିଗ୍ରହ ବନିଗଲେ। The moving scenery of his large time walk. ତାଙ୍କର ଯୋଉ ଅବାଧ କାଳ ପରିକ୍ରମାର ଚଳମାନ ଦୃଶ୍ୟାବଳୀ ସେମାନେ। The moving scenery of his large time walk. ଏଇ ଟାଇମ ୱାକ୍ ଆପଣ ଦେଖନ୍ତୁ, ୱାକ୍ ଟା W କ୍ୟାପିଟାଲ, ୱାକ୍ ମାନେ ଚାଲିବା ବୁଲିବା, ଟାଇମ ୱାକ୍ କାଳ ପରିକ୍ରମା, ଏ ସମୟ ଭିତରେ ଯୋଉ ପରିକ୍ରମା କରୁଛନ୍ତି, ଲାର୍ଜ ଟାଇମ ୱାକ୍ ତାଙ୍କର ଅବାଧ କାଳ ପରିକ୍ରମାର ଏମାନେ ହଉଛନ୍ତି ମୁଭିଂ ସିନେରୀ, ଗୋଟେ ଚଳମାନ ଦୃଶ୍ୟାବଳୀ। ଏଇସବୁ ଜିନିଷ, ଏଇ ଯୋଉମାନେ ତାଙ୍କ ପାଖରେ ତାଙ୍କର ପ୍ରକୃତିର ଦ୍ୱାର ମୁହଁରେ ରହିକି ତାଙ୍କ ଭିତରକୁ ଯିବା ପାଇଁ ଗୋଟେ ଅନୁମତି ଚାହୁଁଥିଲେ, ଏମାନେ ସବୁ ତାଙ୍କର ଜୀବନର ବା ତାଙ୍କର ନିଜର ନୂଆ ନୂଆ ଅଙ୍ଗ ପ୍ରତ୍ୟଙ୍ଗ ସବୁ ବନିଗଲେ, ଅଂଶ ସବୁ ବନିଗଲେ, ଏବଂ ତାଙ୍କର ଅନ୍ତଶ୍ଚେତନାର ବୃହତ୍ତର ଜୀବନର ବିଗ୍ରହ ହେଇଗଲେ। ପୁଣି ତାଙ୍କର ଯୋଉ ଅବାଧ କାଳ ପରିକ୍ରମା, ତାର ସେମାନେ ହେଉଥିଲେ ମୁଭିଂ ସିନେରୀ,
चलमान दृश्यावली सब और द एम्ब्रॉयडर्ड टिश्यू ऑफ हिज सेंस बा अथवा एमाने हेले तांकर इंद्रिय बोधर कारू बयान रचना एम्ब्रॉयडरी आम जो करती स्त्री लोक मैंने सब जो सिलाई कर लोक मैंने सब टेलर मैंने सब करते एम्ब्रॉयडरी द एम्ब्रॉयडर्ड टिश्यू ऑफ हिज सेंस इंद्रिय बोधर जो कारू बयान रचना एम सब हो गले क्या इंद्रिय को बहुत जगह श्री अरविंद गोटे नेट बोली जाल बोली किंतु एम सब से इंद्रिय टिश्यूस हो गले विभिन्न शिरा प्रशिरा सब हो गले से these took the place of intimate human things एमाने वर्तमान सब ग्रहण करिसेंती एबे अंतरंग मानुषी सत्ता इंटिमेट ह्यूमन बीइंग्स जो अंतरंग मनीष माने तांकर सब निजर थिले तांको स्थान एमाने ग्रहण करि जेते जेतेबेले साधारण मनीष थिले अश्वपति तांकर जो माने अंतरंग सब थिले तांको जागा सब एमाने नै जाइछन्ती These took the place of intimate human things जो अंतरंग मानुषी सत्ता सब थिले तांकरी जगह एमन नै जाइछु and moved as close companions of his thoughts एवं एमाने सब as close companions of his thoughts तांको चिंतार सत जेमती गोटे अंतरंग संगी भाव संसु चलिया आरंभ कले and moved as close companions अंतरंग बंधु सते जेमती ऑफ हिज थॉट्स तांका चिंतार अंतरंग संगी भाव से चलिया आरंभ कर और वेयर हिज सोल्स नेचुरल एनवायरनमेंट किंबा अन्य अर्थ कहले एमाने ए सब होइचंती तांकर अंतरात्मार गोटे स्वाभाविक परिवेश अंतरात्मार एक स्वाभाविक परिवेश जेमती आम निर्दिष्ट भाव में गोटे जनकर मनोवृत्ति चाहिए जब परिवेश ठीक है से कहे मो भारी स्वाभाविक कि सब जिन अश्वपति पाखक आसर भिड़ जमे प्रकृति द्वारा आगे प्रवेश अनुमति चाहूंगी एम सब निजर अंश अश्वपति निजर अंश सब हो गले से आत्मार एक बृहत्तर जीवन एम सब विग्रह हो गले तांकर जो अबाध काल परिक्रमार एमाने होचन चलमान दृश्यावली एवं तांकर इंद्रिय बोधर कारू बयान रचना कारू बयान रचना एवं सेमाने तांकर चिंतार अंतरंग संगी भाव में जीवाशा करने को आरंभ कले किंबा तांका आत्मार गोटे स्वाभाविक परिवेश सब बनीगले तमाने एमाने सब गोटे मनीष हुए मैंने सुदूर पराहत रही पारती कि अश्वपति नुहति जेहेतु से गोटे ऊर्ध्व को पड़े यही सब जिन नेचुरल खूब स्वाभाविक so these now became new portions of himself, the figures of his spirit's greater life, the moving scenery of his large time work, or the embroidered tissue of his sense. These took the place of intimate human things and moved as close companions of his thoughts, or were his soul's natural environment. Tireless, the heart's adventure of delight, endless, the kingdoms of the spirit's bliss, unnumbered tones struck on one harmonious strings, each to its wide-winged universal poise, its fathomless feeling of the all-in-one brought notes of some perfection yet unseen, its single retreat into truth's secrecies, its happy sidelight on the infinite. Tireless the heart's adventure of delight. बर्तमान तांकर जो हृदयर अभिसार एक आनंदर पुलकर जो अभिसार बा अभियात्रा ये बर्तमान श्रांतिहीन टायरलेस ये क्लांत होनी हृदय जो आनंद पे यात्रा आरंभ करिछि बर्तमान से अवस्था तांकर इट इज टायरलेस क्लांतिहीन बा श्रांतिहीन. एंडलेस द किंगडम्स ऑफ द स्पिरिट्स ब्लिस एवं आत्मार आनंदर अंतहीन राज्य सब एमाने एंडलेस द किंगडम्स ऑफ द स्पिरिट्स ब्लिस अंतरात्मा जो आनंद तार जो राज्य माने एमाने
ଏସବୁ ଅନ୍ତହୀନ, ଏହାର ଶେଷ ନାହିଁ ଏସବୁ ରାଜ୍ୟ ମାନେ unnumbered tones struck from one harmonious strings ଗୋଟେ ସଂଖ୍ୟାହୀନ, ଯାହାକୁ ଗଣି ହବନି, unnumbered tones, ସଂଖ୍ୟାହୀନ ସୁର ସବୁ ବାଜି ଉଠେ from one harmonious string, ଗୋଟିଏ ସଂଗତିର ତନ୍ତ୍ରୀରୁ, one harmonious string, ଗୋଟିଏ ସଂଗତିର ତନ୍ତ୍ରୀ ମାନଙ୍କରୁ ଗୋଟେ ସଂଖ୍ୟାହୀନ ସୁର ସବୁ ବାଜି ଉଠୁଛି। ସଂଗତି ହଉଛି ଗୋଟିଏ କିନ୍ତୁ ତାର ତନ୍ତ୍ରୀ ଅନେକ, ସେଇଥିରୁ ବାହାରୁଛି unnumbered tones struck, ସଂଖ୍ୟାହୀନ ସୁର ସବୁ ବାଜି ଉଠେ ଗୋଟିଏ ସଂଗତିର ତନ୍ତ୍ରୀ ଭିତରୁ। each to its wide winged universal poise, ଏବଂ ଏଇ ପ୍ରତ୍ୟେକ ଯୋଉ ସ୍ୱର to its wide winged universal poise, ସେ ପ୍ରତ୍ୟେକଟି ନିଜ ନିଜର ସେ ଦୂର ପ୍ରସାରୀ ବିଶ୍ୱ ସ୍ଥିରତା ଭିତରକୁ ସତେ ଯେମିତି ପ୍ରବେଶ କରନ୍ତି। ପ୍ରତ୍ୟେକ ଏ ଯୋଉ ସ୍ୱର ନିଜର ଦୂର ପ୍ରସାରୀ ୱାଇଡ ୱିଙ୍ଗେଡ, ସତେ ଯେମିତି ବିପୁଳ ତାଙ୍କର ପ୍ରସାରତା, ତାଙ୍କର ଡେଣା ବହୁତ ଦୂରକୁ ମାନେ ପହଞ୍ଚି ଯାଇଛି। ସେଇ ୟୁନିଭର୍ସାଲ ପଏଜ, ଗୋଟେ ବିଶ୍ୱ ସ୍ଥିରତା ଆଡକୁ ଏ ତନ୍ତ୍ରୀ ସଙ୍ଗୀତର ସ୍ୱର ଉଠି ଉଠି ଚାଲେ। ପ୍ରତ୍ୟେକ ଅନେକ ତନ୍ତ୍ରୀ ଅଛି, ହାରମୋନି ଗୋଟିଏ, ତାର ତନ୍ତ୍ରୀ ଅନେକ, ଏବଂ ସେଥିରୁ ସଂଖ୍ୟାହୀନ ସୁର ସବୁ ବାଜି ଉଠୁଛି। ଏବଂ ପ୍ରତ୍ୟେକଟି ସୁର ତାର ଯୋଉ ବିଶାଳତା ରହିଛି, ୱାଇଡ ୱିଙ୍ଗେଡ ଯୋଉ ୟୁନିଭର୍ସାଲ ପଏଜ, ପଏଜର ଅର୍ଥ ହଉଛି ସ୍ଥିରତା, ଗୋଟେ ବିଶ୍ୱ ସ୍ଥିରତା ରହିଛି, ସେ ବିଶ୍ୱ ସ୍ଥିରତା ଆଡକୁ ଏସବୁ ତନ୍ତ୍ରୀ ଏ ସ୍ୱର ଯାକ ସବୁ ଉଠି ଯାଉଛି। ପ୍ରତ୍ୟେକଟି ସ୍ୱର ଗୋଟେ ବିଶ୍ୱର ଗୋଟେ ସ୍ଥିରତା ରହିଛି, ଗୋଟେ ପିସ୍ ରହିଛି, ଗୋଟେ ଟ୍ରାଙ୍କୁଇଲିଟି ରହିଛି, ସେ ବିଶ୍ୱ ସ୍ଥିରତା ଆଡକୁ ପ୍ରତ୍ୟେକଟି ସ୍ୱର ସେଠିକି ଉଠି ଯାଉଛି। ଇଟ୍ସ ଫ୍ୟାଥମଲେସ୍ ଫିଲିଂ ଅଫ ଦି ଅଲ୍ ଇନ୍ ୱାନ୍, ଏବଂ ତା ଭିତରେ ରହିଛି ଏକ ଅନୁଭବ, ଅଲ୍ ଇନ୍ ୱାନ୍, ଏକ ଭିତରେ ସମସ୍ତ ସବୁ ରହିଛନ୍ତି, ଏମିତି ଏକ ଅତଳ ଅନୁଭବ, ଫ୍ୟାଥମଲେସ୍ ଫିଲିଂ। ଏ ଫିଲିଂର ସୀମା ନାହିଁ, ଏ ଯୋଉ ଅନୁଭବ ୟାର ଗୋଟେ ସୀମା ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ, ଏ କେତେ ଗଭୀରତାର ଫିଲିଂ ତାକୁ କହିହବ ନାହିଁ। ତେଣୁ ସେ ଅତଳ ଅନୁଭବର, ଏ ଯୋଉ ଏକ ଭିତରେ ସମସ୍ତର ଗୋଟେ ଅତଳ ଅନୁଭବ ତା ଭିତରେ ସବୁ ରହିଛି। ଏବଂ ସେଇ ଅନୁଭବ କଣ କରୁଛି ନା ବ୍ରଟ୍ ନୋଟ୍ସ ଅଫ୍ ସମ୍ ପରଫେକ୍ସନ ୟେଟ୍ ଅନସିନ୍, ସେ ନେଇ ଆସିଛି ଏମିତି ଏକ ପୂର୍ଣ୍ଣତା, ଯୋଉ ଗୋଟେ ଅନାଗତ ପୂର୍ଣ୍ଣତା, ତାର ଛନ୍ଦକୁ ସେ ନେଇ ଆସିଛି। ବ୍ରଟ୍ ନୋଟ୍ସ ଅଫ୍ ସମ୍ ପରଫେକ୍ସନ ୟେଟ୍ ଅନସିନ୍, ଏକ ଏମିତି ଏକ ପରଫେକ୍ସନ ଛନ୍ଦ, ଏମିତି ଏକ ପୂର୍ଣ୍ଣତାର ଛନ୍ଦକୁ ସେ ନେଇ ଆସିଛି ଯୋଉଟା କି ଏପର୍ଯ୍ୟନ୍ତ ଦେଖାଯାଇନି, ଅନସିନ୍, ୟେଟ୍ ଅନସିନ୍, ବର୍ତ୍ତମାନ ସୁଦ୍ଧା ଆମେ ଦେଖିନଥିବା ଗୋଟେ ପୂର୍ଣ୍ଣତା, ତାର ଛନ୍ଦକୁ ଏଇ ସବୁ ନୋଟ୍ସ ମାନେ, ଏଇ ଯୋଉ ସ୍ୱର ଉଠି ଯାଉଛନ୍ତି ଉପରକୁ, ସେ ସ୍ୱର ମାନେ ଏଇ ପ୍ରକାର ଛନ୍ଦ ନେଇ ଆସିଛନ୍ତି। ଇଟ୍ସ ସିଙ୍ଗଲ ରିଟ୍ରିଟ୍ ଇନଟୁ ଟ୍ରୁଥ୍ ସିକ୍ରେସିଜ୍, ଇଟ୍ସ ସିଙ୍ଗଲ ରିଟ୍ରିଟ୍, ଯୋଉ ମହାସତ୍ୟର ଗୋପନ ଗର୍ଭରେ ତାର ଏକାନ୍ତ ନିଜସ୍ୱ ଆଶ୍ରୟ, ଇଟ୍ସ ସିଙ୍ଗଲ ରିଟ୍ରିଟ୍ ଇନଟୁ ଟ୍ରୁଥ୍ ସିକ୍ରେସିଜ୍, ସତ୍ୟର ଯୋଉ ଗୋପନ ଗର୍ଭ ରହିଛି ତା ଭିତରେ ସେମାନେ ଆଶ୍ରୟ ନେଉଛନ୍ତି। ଇଟ୍ସ ସିଙ୍ଗଲ ରିଟ୍ରିଟ୍, ତାର ମହାସତ୍ୟର ଗୋପନ ଗର୍ଭରେ ତାର ଏକାନ୍ତ ନିଜସ୍ୱ ଆଶ୍ରୟ ଏକ। ଇଟ୍ସ ହାପି ସାଇଡ୍ ଲାଇଟ୍ ଅନ୍ ଦି ଇନଫିନିଟ୍, ଏବଂ ଅନନ୍ତଙ୍କ ଭିତରେ ଏହାର ଗୋଟେ ସୁଖୀ ଆଲୋକ ସ୍ଥିତ ହେଇକି ରହିଛି। ହାପି ସାଇଡ୍ ଲାଇଟ୍ ଅନ୍ ଦି ଇନଫିନିଟ୍, ତାମାନେ ଏସବୁ ଜିନିଷ ଯାହା ସେ ତାଙ୍କର ହୃଦୟ ଗୋଟେ ଶ୍ରାନ୍ତିହୀନ ଭାବରେ ଆନନ୍ଦର ଅଭିଯାତ୍ରା ଆରମ୍ଭ କରିଛି। ଏବଂ ଏଠି ସ୍ପିରିଟ ବା ଅନ୍ତରାତ୍ମାର ଆନନ୍ଦର ଯେତେ ଗୁଡିଏ ସବୁ ରାଜ୍ୟ ରହିଛି, ସେ ସବୁ ଏଣ୍ଡଲେସ୍, ସୀମାହୀନ। ପୁଣି ଗୋଟିଏ ହାରମୋନିର ଷ୍ଟ୍ରିଙ୍ଗସରୁ, ଗୋଟିଏ ସଂଗତିର ତନ୍ତ୍ରୀ ଭିତରୁ ଅସଂଖ୍ୟ ସୁର ବାଜି ଉଠୁଛି, ଏବଂ ଏ ପ୍ରତ୍ୟେକଟି ସୁର ଗୋଟେ ୟୁନିଭର୍ସାଲ ପଏଜ ପାଖକୁ ନେଇଯାଉଛି, ଗୋଟେ ବିଶ୍ୱ ସ୍ଥିରତା ଭିତରେ, ବିଶ୍ୱ ସ୍ଥିରତାର ବିଶାଳତା ଭିତରକୁ ପ୍ରବେଶ କରୁଛି। ଏବଂ ତାର ଯୋଉ ଫ୍ୟାଥମଲେସ୍ ଫିଲିଂ, ଗୋଟେ ଅତଳ ଅନୁଭବ ଯେ ଏକ ଭିତରେ ସମସ୍ତେ ଅଛନ୍ତି ବା ସମସ୍ତଙ୍କ ଭିତରେ ଏକ ଅଛନ୍ତି, ଏଭଳି ଏକ ଅନୁଭବ ନେଇ ଆସୁଛି ଗୋଟେ ଅଦୃଶ୍ୟ, ଏପର୍ଯ୍ୟନ୍ତ ଅଦୃଶ୍ୟ, ଆମକୁ ଦେଖାଯାଉନଥିବା ଗୋଟେ ପୂର୍ଣ୍ଣତାର
ଛନ୍ଦକୁ ସେ ନେଇ ଆସିଛି ଏବଂ ତାର ନିଜର ମହାସତ୍ୟର ଗୋପନ ଗର୍ଭରେ ଗୋଟେ ଆଶ୍ରୟ ଏବଂ ତାର ଏ ସବୁ ଧରିକି ଆସିଛି ସେ brought notes of some perfection yet unseen, its single retreat into truth secrecies, its happy sidelight on the infinite. ଅନନ୍ତଙ୍କ ଭିତରେ ତାର ଆଲୋକ ଏବଂ ସତ୍ୟର ଗୋପନ ଗର୍ଭ ଭିତରକୁ ତାର ଗର୍ଭ ଭିତରେ ତାର ଆଶ୍ରୟ ଏବଂ ଆମକୁ ଦେଖାଯାଉନଥିବା ଏମିତି ଏକ ପୂର୍ଣ୍ଣତାର ଛନ୍ଦ ଏ ସବୁ ଯୋଉ ସ୍ୱର ଉଠି ଆସୁଛି ଏ ସବୁ ନେଇ ଆସୁଛି. So tireless the heart's adventure of delight, endless the kingdoms of the spirit's bliss, unnumbered tones struck from one harmonious strings, each to its wide-winged universal poise, its fathomless feeling of the all-in-one brought notes of some perfection yet unseen, its single retreat into truth's secrecies, its happy sidelight on the infinite. All was found there, the unique has dreamed and made, tinging with ceaseless rapture and surprise, and an opulent beauty of passionate difference, the recurring bit that moments God in time. All was found there, the unique has dreamed and made. Say ek ebong advitya, unique U capital. Say ek ebong advitya, say chinmaya satta, jaha ସ୍ୱପ୍ନରେ ଦେଖିଥିଲେ ବା ଯାହା ତିଆରି କରିଥିଲେ ରୂପ ଯାହା ନିଜେ ତିଆରି କରିଛନ୍ତି ଏ ସବୁ all was found there. ଅଶୁଭୂତି ଦେଖୁଛନ୍ତି ଏ ସବୁ ଜିନିଷ ସେ ଏକ ଏବଂ ଅଦ୍ୱିତୀୟ ଯାହା ସ୍ୱପ୍ନରେ ଚିନ୍ତା କରିଥିଲେ ବା ସ୍ୱପ୍ନରେ ଦେଖିଥିଲେ ବା ନିଜେ ଗଢିଥିଲେ ସେ ସବୁ ସବୁ ଦେଖୁଛନ୍ତି ସେଠି ଅଷ୍ଟପତି. tinging with ceaseless rapture and surprise ଏବଂ ଇଏ ସବୁକୁ ସେ tinging ମାନେ କଲରିଂ ରଙ୍ଗ ଦେଇଛନ୍ତି ତାର ଅନ୍ତହୀନ ପୁଲକ ଏବଂ ବିସ୍ମୟର ରଙ୍ଗରେ ସେ ରଞ୍ଜିତ କରିଛନ୍ତି ତାକୁ କଲର ଦେଇଛନ୍ତି ସବୁ ଜିନିଷ ଯେ ସେଇ ଅଦ୍ୱିତୀୟ ଏକ ଅଦ୍ୱିତୀୟ ସ୍ୱପ୍ନ ଦେଖିଥିଲେ ବା ନିଜେ ତିଆରି କରିଥିଲେ ଏ ସବୁ ଜିନିଷ ଅଷ୍ଟପତି ସେଠି ଦେଖୁଛନ୍ତି ଏବଂ ଏ ସବୁ ସତେ ଯେମିତି ରଙ୍ଗୀନ ହେଇ ଉଠୁଛି କୋଉଥିରେ ନା ceaseless rapture and surprise ଅନ୍ତହୀନ ପୁଲକ ଏବଂ ବିସ୍ମୟର ରଙ୍ଗରେ ଏସବୁ ରଞ୍ଜିତ ହେଇଛନ୍ତି. and an opulent beauty of passionate difference ଗୋଟେ ପ୍ରବେଗପୂର୍ଣ୍ଣ ପାର୍ଥକ୍ୟର ଏକ ସମୃଦ୍ଧ ସୌନ୍ଦର୍ଯ୍ୟ. opulent ମାନେ ରିଚ୍ ସମୃଦ୍ଧ. opulent beauty of passionate difference ପ୍ରବେଗପୂର୍ଣ୍ଣ ପାର୍ଥକ୍ୟର ଏକ ସମୃଦ୍ଧ ସୌନ୍ଦର୍ଯ୍ୟ. ଏ passionate difference ର ଅର୍ଥ ହଉଛି ଡିଫରେନ୍ସ ତ ଅଛି ସେ ବିବିଧତା ଭିତରେ ଯୋଉ ଏକତ୍ର କଥା ଆମେ କହୁ ସମସ୍ତେ ଅଲଗା ଅଲଗା କିନ୍ତୁ ତାଙ୍କ ଭିତରେ ଗୋଟେ ୟୁନିଟି ରହିଛି ଗୋଟେ ସଂଗତି ରହିଛି ଗୋଟେ ଐକ୍ୟ ରହିଛି. ତେଣୁ ଏଠି ଏ ଯୋଉ ଡିଫରେନ୍ସ ରହିଛି ପାର୍ଥକ୍ୟ ରହିଛି ବଟ୍ ଇଟ୍ ଇଜ ଏ ପ୍ୟାସନେଟ୍ ଡିଫରେନ୍ସ. ଇଏ ଗୋଟେ ପ୍ରବେଗପୂର୍ଣ୍ଣ ବା ପ୍ରବେଗପୂର୍ଣ୍ଣ ଏକ ପାର୍ଥକ୍ୟ ତାର ଏକ ଅପୁଲେଣ୍ଟ ବିୟୁଟି ରହିଛି ଏକ ସମୃଦ୍ଧ ସୌନ୍ଦର୍ଯ୍ୟ ରହିଛି କାରଣ ବିବିଧତା ଭିତରେ ପ୍ରବଳ ସୌନ୍ଦର୍ଯ୍ୟ ଥାଏ. ଯଦି ଆମେ ଗୋଟେ ବଗିଚା ଭିତରକୁ ଯିବା ଯଦି ଗୋଟିଏ ରକମର ଗଛ ବା ଗୋଟିଏ ରକମର ଫୁଲ ଆମେ ଦେଖିବା ଆମକୁ ଲାଗିବନି ଯେ ବଗିଚା ବା ଏ ଉଦ୍ୟାନଟି ଏକ ସମୃଦ୍ଧ ଉଦ୍ୟାନ ବା ଆମେ ତାକୁ ଉପଭୋଗ କରିପାରିବା ନାହିଁ. ଯେହେତୁ ଏହି ବିଭିନ୍ନ ଫୁଲର ସମାହାର ଏବଂ ପ୍ରତ୍ୟେକ ଫୁଲ ପ୍ରତ୍ୟେକ ଠାରୁ ବିଭିନ୍ନ ପ୍ରତ୍ୟେକ ଠାରୁ ଅଲଗା ପ୍ରତ୍ୟେକ ଠାରୁ ଭିନ୍ନ ଏବଂ ଏ ପ୍ରତ୍ୟେକ ଫୁଲର ସୌନ୍ଦର୍ଯ୍ୟ ଅଲଗା ଅଲଗା ରଙ୍ଗ ମଧ୍ୟ ଅଲଗା ଅଲଗା କିନ୍ତୁ ତା ଭିତରେ ଆମେ ପ୍ରଚଣ୍ଡ ଭାବରେ ତାକୁ ଉପଭୋଗ କରିଥାଉ. ତେଣୁ ବିବିଧତା ସତ୍ତ୍ୱେ ବି ବା ବିବିଧତା ଯୋଗୁଁ ହିଁ ତାର ସୌନ୍ଦର୍ଯ୍ୟ ଅନେକ ଗୁଣ ହେଇଯାଇଛି. ତେଣୁ ସେ ଏଠି ଯେ ପ୍ୟାସନେଟ୍ ଡିଫରେନ୍ସ ଏ ଯୋଉ ଡିଫରେନ୍ସ ରହିଛି ପ୍ରତ୍ୟେକ ସତ୍ତା ଅଲଗା ଅଲଗା ପ୍ରତ୍ୟେକ ଜିନିଷ ଅଲଗା ଅଲଗା ବା ଏଠି ଅସଂଖ୍ୟ ସମ୍ଭାବନା ଏଠି ସବୁ ରହିଛି ସେ ସମ୍ଭାବନା ଭିତରେ ଗୋଟେ ଅପୁଲେଣ୍ଟ ବିୟୁଟି ରହିଛି ଗୋଟେ ସମୃଦ୍ଧ ସୌନ୍ଦର୍ଯ୍ୟ ରହିଛି. ସେ କଥାକୁ ଶ୍ରୀ ଅରବିନ୍ଦ କହୁଛନ୍ତି ଏଠି ଯେ ତାକୁ ଗୋଟେ ଅନ୍ତହୀନ ପୁଲକ ଏବଂ ବିସ୍ମୟର ରଙ୍ଗରେ ତାକୁ ରଙ୍ଗେଇ ଦେଇଛନ୍ତି. ଏହା ଭିତରେ ରହିଛି ସେ ପ୍ରବେଗପୂର୍ଣ୍ଣ ପାର୍ଥକ୍ୟର ଏକ ସମୃଦ୍ଧ ସୌନ୍ଦର୍ଯ୍ୟ. the recurring bit that moments God in time ଗୋଟେ ଆବର୍ତ୍ତିତ ରିକରିଂ ମାନେ ରିପିଟିଂ ବାରମ୍ବାର ପୁନରାବୃତ ହଉଥିବା ରିକରିଂ ବିଟ୍
that moments God in time. ଏବଂ ତା ଭିତରେ ଗୋଟେ ଆବର୍ତ୍ତିତ ହୃତ୍ସ୍ପନ୍ଦନ ରହିଛି ଯାହା ଭଗବାନଙ୍କୁ ସମୟ ଭିତରେ ଆବଦ୍ଧ କରିକି ରଖେ। ମୋମେଣ୍ଟସ୍, ସାଧାରଣ ଭାବରେ ମୋମେଣ୍ଟ ଇଜ ଏ ନାଉନ୍। ମୋମେଣ୍ଟର ଅର୍ଥ ହେଉଛି ମୁହୂର୍ତ୍ତ ବା ସମୟକୁ ବହୁତ ଜାଗାରେ ଶ୍ରୀ ଅରବିନ୍ଦ ମୋମେଣ୍ଟର ଆଖ୍ୟା ଦେଇଛନ୍ତି। ସମୟକୁ, ସମୟର ଯୋଉ କ୍ଷୁଦ୍ର ୟୁନିଟ୍ ଗୁଡାକୁ ସେ ପ୍ରାୟ ବିଭିନ୍ନ ଜାଗାରେ ସାହିତ୍ୟରେ ଆମେ କିଛି ମଧ୍ୟ ସେ ସମ୍ପର୍କରେ ଆଲୋଚନା ଆଗରୁ କରିସାରିଛେ। କିନ୍ତୁ ଏଇଠି ମୋମେଣ୍ଟଟାକୁ ଭର୍ବ ହିସାବରେ ୟୁଜ କରିଛନ୍ତି ଶ୍ରୀ ଅରବିନ୍ଦ। ନର୍ମାଲି ମୋମେଣ୍ଟଟାକୁ ଭର୍ବ ହିସାବରେ ବହୁତ କ୍ୱଚିତ ମୁଁ ଦେଖିଛି, ମୋର ଯେତିକି ଇଂରାଜୀରେ ଜ୍ଞାନ ଅଛି, ମୋମେଣ୍ଟକୁ ଭର୍ବ ହିସାବରେ ୟୁଜ କରିବା ଏଇଟା ବୋଧେ ପ୍ରଥମ। ଦି ରିକରିଂ ବିଟ୍ ଦ୍ୟାଟ୍ ମୋମେଣ୍ଟସ୍ ଗଡ୍ ଇନ୍ ଟାଇମ୍। ମୋମେଣ୍ଟର ଅର୍ଥ ହେଉଛି ସମୟ ଭିତରେ ବାନ୍ଧି ରଖିଛନ୍ତି। ମୋମେଣ୍ଟସ୍ ବା ଭଗବାନଙ୍କୁ ଗୋଟେ ମୁହୂର୍ତ୍ତଙ୍କୁ ମାନେ ଇଏ ମୁହୂର୍ତ୍ତର ସ୍ତରକୁ ନେଇ ଆସିଛନ୍ତି, ତାମାନେ ସମୟ ଭିତରେ ବାନ୍ଧି ରଖାଯାଇଛି। ଦି ରିକରିଂ ବିଟ୍ ଦ୍ୟାଟ୍ ମୋମେଣ୍ଟସ୍ ଗଡ୍ ଇନ୍ ଟାଇମ୍। ଏ ସବୁ ଜିନିଷ ଦେଖୁଛନ୍ତି ଅଶ୍ୱପତି ସେଇଠି। All was found there, the unique has dreamed and made. ସେ ଏକ ଅଦ୍ୱିତୀୟ ଯାହା ସ୍ୱପ୍ନରେ ଦେଖିଥିଲେ ଏବଂ ଯାହା କିଛି ତିଆରି କରିଛନ୍ତି ସେ ସବୁ ଏଠି ସେ ଦେଖୁଛନ୍ତି। ଏବଂ ଟିଙ୍ଗିଂ, ଏ ସବୁ ଜିନିଷ ଟିଙ୍ଗିଂ ୱିଥ୍ ସିଜଲେସ୍ ରାପ୍ଚର ଆଣ୍ଡ ସରପ୍ରାଇଜ, ବିସ୍ମୟ ଏବଂ ଅନ୍ତହୀନ ଆଲୋକରେ ରଙ୍ଗରେ ରଞ୍ଜିତ କରାଯାଇଛି। ଏବଂ ସେଠି ରହିଛି ପ୍ରବେଗପୂର୍ଣ୍ଣ ପାର୍ଥକ୍ୟର an opulent beauty of passionate difference, ପ୍ରବେଗପୂର୍ଣ୍ଣ ପାର୍ଥକ୍ୟର ଏକ ସମୃଦ୍ଧ ସୌନ୍ଦର୍ଯ୍ୟ। ଏବଂ ଏଠି ଆବର୍ତ୍ତିତ ହୃତ୍ସ୍ପନ୍ଦ ଭଗବାନଙ୍କୁ ସମୟ ଭିତରେ ଆବଦ୍ଧ କରି ରଖିଛି। ତାମାନେ ଇଏ ଜାଗା ହଉଛି ଭଗବାନଙ୍କର ଜାଗା। ଏଠି ପ୍ରତିଟି ମୁହୂର୍ତ୍ତ ଭଗବାନଙ୍କର ମୁହୂର୍ତ୍ତ, ଏକ ଦିବ୍ୟ ମୁହୂର୍ତ୍ତ। So all was found there, the unique has dreamed and made, tinging with ceaseless rapture and surprise, and an opulent beauty of passionate difference, the recurring bit that moments God in time. Only was missing the soul timeless word that carries eternity in its lonely sound, the idea self-luminous, key to all ideas, the integer of the Spirit's perfect sum that equates the unequal all to the equal one, the single sign interpreting every sign, the absolute index to the absolute. ଏଠି ସବୁ କିଛି ଅଛି। ଅଶ୍ୱପତି ଦେଖୁଛନ୍ତି ଏଠି ସବୁ କିଛି ରହିଛି। ୟା ପୂର୍ବରୁ ଆମେ ଅନେକ ବର୍ଣ୍ଣନା ପଢିଲେ। ଏପର୍ଯ୍ୟନ୍ତ ଯାହା ଚିନ୍ତା ଜାଣିପାରିନି, ଆମର ଦୃଷ୍ଟି ଯାହାକୁ ଗ୍ରହଣ କରିପାରିନି ବା ଦୃଷ୍ଟି ଯାହାକୁ ଗ୍ରହଣ କରିଛି ବା ଚିନ୍ତା ଯାହା ଜାଣିପାରିଛି ଇଏ ସବୁ, ଏବଂ ଯାହା ଦୂରରେ ଅଛି, ପ୍ରଚ୍ଛନ୍ନ ଅଛି, ବିରଳ ହେଇକିରି ଅଛି, ଅଦ୍ଭୁତ ହେଇକିରି ଅଛି, ଇଏ ସବୁ ପୁଣି ଗୋଟିଏ ସଂଗତିର ତନ୍ତ୍ରରୁ ଅନେକ ସ୍ୱର, ଯାହା ଯାହା ସବୁ ବର୍ଣ୍ଣନା କରାଯାଇଛି ଇଏ ସବୁ କିଛି ଅଛି। ବଟ୍ ଷ୍ଟିଲ୍ ସମଥିଙ୍ଗ ଇଜ ମିସିଂ। Only was missing the soul timeless word. କେବଳ ନାହିଁ ସେଠି ଗୋଟେ ଅଦ୍ୱିତୀୟ ଗୋଟେ ମହାବାକ୍, timeless word, W capital, that carries eternity in its lonely sound. ଏବଂ ଯୋଉ ଶବ୍ଦଟି ଶାଶ୍ୱତଙ୍କୁ ଯିଏ ବହି ଗୋଟେ ନିସଙ୍ଗ ଧ୍ୱନି ଭିତରେ, ସେଇ ଶବ୍ଦଟି ନାହିଁ। ସେ ଶବ୍ଦଟି ଅନେକ यार व्याख्या कला अनेक साधक कहती से शब्दटी हूँ ओम। एवं ओम विषय भावुँ विशेष किसी वर्णना अनावश्यक, कारण आम ओम संपर्क जानूचे। माँ निजे कहते ओम जो शब्द ये हूँ शब्द ब्रह्म। आम तो आमर स्क्रिप्चर्स आमर जहाँ वेद उपनिषद पढ़ीचे ओम हूँ शब्द ब्रह्म एवं ये हूँ महावाक। समस्त शब्दर उत्पत्ति हूँ यू। एवं सावित्री पढ़ला माँ कहते जे सावित्री जदि ठीक भाव पढ़ा जाए ताहले ये आमको से जो ओम जो सोनोरिटी तार जो मूल उत्स से पाखक आमको नहीं जाए। तेणु से कहते श्री अरविंद ये सब किसी रही केवल से गोटे महावाक दैट इज मिसिंग सेटा ये ना जी कि जो शब्दर गोटे सामर्थ्य रही शाश्वत को निसंग ध्वनि भितर बही नहीं पारे। दैट कैरेज इटर्निटी इन इट्स लोनली साउंड। एक निसंग शब्द भितर से शाश्वत को बही नहीं पारे एवं
से ओम होची से बाक महाबाक एभली एक आइडिया एभली एक चिंता the idea self luminous key to all ideas से होची से आइडिया होची एमिति एक स्वयं प्रभ ज्ञान बा से एमिति एक प्रज्वलंत जिनिस जे की टू ऑल आइडियाज आउ जेते सब चिंता रहिची तार ये होची की तार होची चाबिकाठी तार मीमांसा तार शेष कथा ये गोटे शब्द ये शाश्वत को निसंग ध्वनि भितर बही नहीं पारे एवं सही शब्दटी नहीं सी हूँ गोटे एमती एक आइडिया जे सेल्फ लुमिनस गोटे स्वयं प्रभ से भितर प्रभा रही सी एवं सी अन्य समस्त चिंता बा अन्य समस्त ज्ञानर सी हूँ चाबिकाठी द इंटीजर ऑफ द स्पिरिट्स परफेक्ट सम आत्मार जो परिपूर्ण सम जो अंक सब रही तार ये गोटे द इंटीजर इंटीजर हूँ गोटे होल फिगर होल फिगर को इंटीजर कहा जाए पूर्ण संख्या तब इंटीजर ये हूँ पूर्ण संख्या द इंटीजर ऑफ द स्पिरिट्स परफेक्ट सम आत्मार जो परफेक्ट गणित किसी थाए तार ये हूँ इंटीजर ये हूँ एक तार पूर्ण संख्या दैट इक्वेट्स द अनइक्वल ऑल टू द इक्वल वन एवं यार कैपेसिटी अच्छी जे समान करी धरे जो अनइक्वल ऑल असम समस्त एवं सम एकक ये दीटा को जे मिसई दे पारे ये दीटा को जे समान करी गढ़ी दे पारे से ओम इट मिसिंग दैट इक्वेट्स द अनइक्वल ऑल विविधता सत्वे अनइक्वल असम समस्त एवं सम एकक इक्वल वन ये समस्त की इक्वेट कर दे पारे समान कर दे पारे यार सामर्थ्य रही द सिंगल साइन इंटरप्रिटिंग एवरी साइन से हूँ एकमात्र संकेत जे कि प्रत्येक संकेत सबको व्याख्या कर पारे इट इज द सिंगल साइन ये हूँ एकमात्र संकेत जे इंटरप्रिट करि पारे व्याख्या करि पारे एवरी साइन प्रत्येकटी साइन प्रत्येकटी चिन्ह प्रत्येकटी संकेत को से व्याख्या करि पारे द एब्सोल्यूट इंडेक्स टू द एब्सोल्यूट ये हूँ से परात्पर अभ्रांत संकेत ये जोड़िया एब्सोल्यूट यूज कर श्री अरविंद द एब्सोल्यूट इंडेक्स टू द एब्सोल्यूट प्रथम एब्सोल्यूट हूँ जो स्मॉल ए आरंभ होती एडजेक्टिव द्वितीय एब्सोल्यूट जो कैपिटल ए आरंभ होती हूँ नाउन ये जो कैपिटल ए जो एब्सोल्यूट कथा से कहते से परम से परात्पर से अखंड सत्ता से परम परात्पर ये हूँ एब्सोल्यूट इंडेक्स अभ्रांत संकेत ये हूँ ओम केवल सेटा एठी नहीं क्या या पूर्व से कहते अशुपति अनेक दूर को अग्रसर होती सत चेतनार किसी दूर को माने अनेक शिखर को से आरोहण कर तथापि से जो लक्ष्य पाखे एपर्यंत पहुंचे ना से देखते सब किसी अच्छी बट से गोटे से बाकटी ना जो बाक ये सब जिन कर ओनली वाज मिसिंग द सोल टाइमलेस वर्ड गोटे समय भितर आबद्ध न होकर गोटे समयातीत एक महाबाक सेटा ये ना अथच अन्य सब किसी अच्छी सौंदर्य समृद्धि अच्छी इत्यादि इत्यादि सब अच्छी एवं यही जो महाबाक दैट कैरेज इटर्निटी इन इट्स लोनली साउंड तार एक निसंग ध्वनि भितर समग्र शाश्वत को जी बही नहीं पारे बही नहीं जाऊँची एवं ये हूँ एमती एक आइडिया दि आइडिया सेल्फ लुमिनस की टू ऑल आइडियाज ये एपरी एक स्वयं प्रभ स्व आलोकित एक चिंता जे कि अन्य सब आइडिया को आइडिया रही हूँ कि द इंटीजर ऑफ द स्पिरिट्स परफेक्ट सम अंतरात्मार जो पूर्णांग जो गणित अच्छी तार ये हूँ पूर्ण संख्या एवं जे असम समस्त एवं सम एकक को एकाठी कर दे पारे दैट इक्वेट्स द अनइक्वल ऑल टू द इक्वल वन द सिंगल साइन इंटरप्रिटिंग एवरी साइन से एकक संकेत जहाँ प्रत्येक संकेत को व्याख्या कर दे पारे द एब्सोल्यूट इंडेक्स टू द एब्सोल्यूट
एवं से परात्पर से अखंड चिन्मय सत्तर ये हूँ अभ्रांत संकेत से हूँ ओम। यदि ओम कौन बोली पचरा जाए तार यदि व्याख्या करिया पड़े बोधे ये जो 5-6 लाइन ये 7 लाइन तापेक्षा अधिक व्याख्या तो करा जाई परिउनी। ओम उपनिषद रे अनेक व्याख्या सब रही एवं से सब जिनस आम जाचे पूर्णमिदं पूर्णमदं इत्यादि आम थे बोधे बुक 1 कैंटो 4 से संपर्क में आलोचना करते अवश्य पूर्णमिदं अलग कंटेक्स्ट में कह जाए कि आरंभ कर ओम पूर्णमिदं पूर्णमदं तेणु ये जो ओम शब्दर एक विपुल सामर्थ्य रही ओम एक विराट कार्य संपादन कर दे पारे से जिनिसटी अश्वपति एठी देखुना एठी नाही। So only was missing the soul timeless word that carries eternity in its lonely sound, the idea self-luminous, key to all ideas, the integer of the spirit's perfect sum that equates the unequal all to the equal one, the single sign interpreting every sign, the absolute index to the absolute. एठी ये कैंटर गोटे सेक्शन सरी या परठारु आउट सेक्शन आरंभ एठू एई जो सेक्शन ने से बर्तन से जो वर्ल्ड पाइल जो वर्ल्ड स्टेयर जो जगत पर जगत सब रही तार गोटे सूचना दौरान से रविंद्र तार सूचना दौरान अशुभदे कौन देखुं they are world apart by its own innerness in a mystical barrage of dynamic light. He saw a lone, immense, high-carved world pile erect like a mountain chariot of the gods, motionless under an inscrutable sky. एवं सेठ से देखुचंदी बर्तन अशुभति अंतर्मुखी होचंदी इनरनेस तांग भीतर गोटे आछि से देखुचंदी से गोटे दे आर वर्ल्ड अपार्ट बाय इट्स ओन इनरनेस निजर अंतर्मुखिता रे तते जेंति गोटे पाचेरी गढ़ दिया जाइए एवं से पाचेरी डिवाइड कर दूची गोटे जगत रु अन्य गोटे जगत सत्यम निजर से अंतर्मुखी होउचंदी एवं ये अंतर्मुखी हवा फल रे से बर्तमान अलग अन्य मानठु से पृथक ही जाइछन अलग ही रहिछन निजर दे आर वर्ल्ड अपार्ट बाय इट्स ओन इनरनेस इन ए मिस्टिकल बैरेज ऑफ डायनामिक लाइट गोटे दुर्बार आलोकर गोटे अलौकिक स्फुरण भितर से देखुं मिस्टिकल बैरेज ऑफ डायनामिक लाइट गोटे दुर्बार आलोक गोटे अत्यंत सक्रिय आलोकर जो मिस्टिकल बैरेज गोटे अलौकिक स्फुरण भितर से बर्तमान देखिले अश्वपति he saw a lone immense high carved world pile से बर्तमान देखुचंदी गोटे निसंग विपुल जगत स्तूपर गोटे ऊर्ध्वायित मंडल जगत स्तूप वर्ल्ड पाइल मैंने गोटे गोटे जगत गोटे गोटे वर्ल्ड गोटे वर्ल्ड गोटे एमती पाइल गोटे स्तूप से खाली पृथ्वी मान सब से जो ब्रह्मांड हुई मालमाल आमर त्रिनाथमाला गीतार सब आम सब पढ़ी से सत्य मालमाल ब्रह्मांड गोटे 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 सजाड़ा गोटे पाइल वर्ल्ड पाइल से देखुं तार गोटे ऊर्ध्वायित मंडल he saw a lone immense high carved ऊर्ध्व को उठुवा वर्ल्ड पाइल गोटे निसंग एवं विपुल जगत समूहर गोटे स्तूप जे ऊर्ध्वायित मंडल देखिले अश्वपति इरेक्ट लाइक ए माउंटेन चैरियट ऑफ द गॉड्स सते जेमती देवता मानकर ये गोटे माउंटेन चैरियट पर्वत भलिया गोटे रथ ये जो वर्ल्ड जगत सब ग्रथित होकर गोटे पर गोटे थुआ ये सब सते जेमती देवता मानकर पर्वत भली रथ एक मोशनलेस सीधा इरेक्ट मोशनलेस अंडर एन इनस्क्रूटेबल स्काई एक अभेद्य एवं आकाशर स्थिर एवं अभेद्य एक आकाशर तले गोटे वर्ल्ड पाइल बर्तमान देखुं अश्वपति निजर अंतर्मुखी हेले एवं अंतर्मुखी फल साधारण भाव साधारण जगत ठार से दूरे गले अलग हो गले एवं से देखुं गोटे दुर्बार आलोकर अलौकिक स्फुरण भितर गोटे वर्ल्ड पाइल से देखुं जगत स्तूप गोटे तार ऊर्ध्वायित मंडल एवं सी गोटे देवता मानकर सते जेमती पर्वत भली रथ
भया सीधा होगी रही स्थिर एवं अभेद्य ये आकाशर तले their world apart by its own enormous in a mystical barrage of dynamic light he saw alone immense high carved world pile erect like a mountain chariot of the gods motionless under an inscrutable sky समस्त को नमस्कार वंदे मातरम परवर्ती काल में आलोचना एठू आरंभ करिबा धन्यवाद भाई बहुत आलोचना स्वतंत्र भाव आपणकर जो इमेज टाको आउरी सविस्तार भाव बुझे चलती प्रभुंकर जो इमेज जहाँ दौरान वर्ल्ड स्टेज जो जगत पर जगत से देखुं जहाँ सब से अच्छी से जगतर कथा प्रभु जहाँ कहते कौन सी जिनस भी छाड़ू ना सुंदर भाव बुझे चलते से बहुत बहुत धन्यवाद बर्तमान समय थी कार्यक्रम को आम विरति घोषणा करवा मदर्स मेडिटेशन म्यूजिक सहित समस्त पुणी साइलेंस रहा कार्यक्रम उपस्थित थिबा समस्त भाई बापा मान को पुणी थे वंदे मातरम तथा प्रणाम जनाई भाई को बहुत बहुत धन्यवाद ज्ञापन करी प्रभु मां चरण कमल पुणी अनंत कोटि प्रणाम जनाई कार्यक्रम टी विरति घोषणा कले कार्यक्रम ओभर समस्त को ओभर।